ସାହାଯ୍ୟକାରୀ ପବିତ୍ର ଆତ୍ମା ଓ ସତ୍ୟମୟ ପବିତ୍ର ଆତ୍ମାଙ୍କର ଧନ୍ୟବାଦ ପ୍ରଶଂସା ହେଉ। ଆଜି ଆମେ ପବିତ୍ର ଆତ୍ମାଙ୍କର ଆବଶ୍ୟକତା ବିଷୟରେ ବାକ୍ୟରୁ ଆଲୋଚନା କରିବା। ଯେହେତୁ ଯୀଶୁଙ୍କର ସ୍ୱର୍ଗାରୋହଣ ପରେ ଆମେ ସେ ପବିତ୍ର ଆତ୍ମାଙ୍କର ଦିବସରେ ଅଛୁ, ଯାହାକୁ ପେଣ୍ଟିକଷ୍ଟ ସପ୍ତାହ ବୋଲି କୁହାଯାଏ। ପବିତ୍ର ଆତ୍ମାଙ୍କର ଆଗମନର ପର୍ବ ବୋଲି ବି କୁହାଯାଏ। ଯୀଶୁ ସେ କହିକି ଗଲେ, ମୁଁ ଗଲା ପରେ ସାହାଯ୍ୟକାରୀଙ୍କୁ ପଠେଇବି, ପିତାଙ୍କୁ କହି ତୁମାନଙ୍କ ପାଇଁ ଏକ ବ୍ୟକ୍ତି ବିଶେଷଙ୍କୁ ପଠେଇବି, ଯାହାକୁ କି ଆମେ ପବିତ୍ର ଆତ୍ମା ବୋଲି କହୁ। ବା ପବିତ୍ର ଆତ୍ମାର ତାତ୍ପର୍ଯ୍ୟକୁ ଆମେ ବୁଝିବାକୁ ହେଲେ ଅନେକ ସମୟରେ ଆମେ ତାକୁ ନ ପାଇଲେ, ପବିତ୍ର ଆତ୍ମାର ଅଭିଷେକରେ ନ ରହିଲେ ଆମେ ଜାଣିପାରିନଥାଉ। ଏହା ଏକ ତୃତୀୟ ବ୍ୟକ୍ତି ବିଶେଷ ବୋଲି ଜଣାଯାଏ, ଅଦୃଶ୍ୟ ବ୍ୟକ୍ତି ବିଶେଷ ବୋଲି ଜଣାଯାଏ, ଯାହାକି ଦେଖି ହୁଏ ନାହିଁ, ଯାହାକି ଜାଣି ହୁଏ ନାହିଁ। କିନ୍ତୁ ଯେଉଁମାନେ ପାଆନ୍ତି, ଯେଉଁମାନେ ଗ୍ରହଣ କରନ୍ତି, ଯେଉଁମାନେ ଆତ୍ମାରେ ଅଭିଷେକ ହୁଅନ୍ତି, ସେମାନେ ତାର ତାତ୍ପର୍ଯ୍ୟ, ତାର କାର୍ଯ୍ୟ ବୁଝିପାରନ୍ତି। ଯେହେତୁ ପବିତ୍ର ଆତ୍ମା ନ ପାଇଲେ ଆମେ କିଛି ନୁହଁ, ଆମେ ଜିରୋ ବୋଲି କୁହାଯାଏ। ପବିତ୍ର ଆତ୍ମା ହେଉଛନ୍ତି ସର୍ବଶ୍ରେଷ୍ଠ, ପବିତ୍ର ଆତ୍ମା ହେଉଛନ୍ତି ଶେଷ ବ୍ୟକ୍ତି ବିଶେଷ, ଯାହାକୁ ଆମେ ପାଇବା ଦରକାର। ବର୍ତ୍ତମାନ ଆମେ ପବିତ୍ର ଆତ୍ମାଙ୍କ ଯୁଗରେ ଅଛୁ। ଯୀଶୁଙ୍କ ପରେ ପବିତ୍ର ଆତ୍ମା ହିଁ ଆମମାନଙ୍କର ସବୁ କିଛି। ଯୀଶୁ ନିଜେ କହିଲେ, ମୁଁ ଗଲା ପରେ ସେ ଆସିବେ, ସେମାନଙ୍କୁ ତୁମମାନଙ୍କୁ ଶିକ୍ଷା ଦେବେ, ମୁଁ ଯାହା ଯାହା କହିଛି ସେ ବିଷୟରେ ସ୍ମରଣ କରାଇବେ, ଅନ୍ୟ କିଛି କହିବେ ନାହିଁ। ଯେଉଁମାନେ ପବିତ୍ର ଆତ୍ମାକୁ ଗ୍ରହଣ କରନ୍ତି ବା ପବିତ୍ର ଆତ୍ମାରେ ଚାଳିତ ହୁଅନ୍ତି, ସେମାନେ ଜାଣିପାରିବେ ଯେ ଯେଉଁ ବାକ୍ୟ ଆମେ ଶୁଣୁଛୁ ତାହା ବାକ୍ୟ ବାହାରେ କି ଭିତରେ, ଯେହେତୁ ପବିତ୍ର ଆତ୍ମା ବାହାରେ କିଛି କହନ୍ତି ନାହିଁ। ଯୋହନ 14 ପର୍ବ ପୁଣି 15 ପର୍ବର କିଛି ଅଂଶ, ଏପରି କିଛି ସ୍ଥାନରେ ଯୀଶୁ ପୂର୍ବରୁ ବି ସେ କହିଥିଲେ ଯେ ମୁଁ ଯାଉଛି, ଗଲା ପରେ ତୁମାନଙ୍କ ପାଇଁ ପବିତ୍ର ଆତ୍ମାଙ୍କୁ ପଠେଇବି, ତୁମାନଙ୍କ ସହିତ ସେ ରହିବେ, ତୁମାନଙ୍କ ସହିତ କାର୍ଯ୍ୟ କରିବେ। କିନ୍ତୁ ଗୋଟିଏ ସ୍ଥାନରେ ଆମେ ପାଠ କରିବା, ଯାହାକି ଯୋହନ 14 ତାର 17 ପଦକୁ, ସେ ସ୍ଥାନରେ ସେ କ୍ଲିୟର କହିଲେ, ଯେଉଁ ଆତ୍ମାକୁ ମୁଁ ପଠେଇବି ସେ ଆତ୍ମାକୁ ଜଗତ ଜାଣି ନାହିଁ ବା ଦେଖି ନାହିଁ, ମାତ୍ର ତୁମାନେ ଦେଖିଛ ଓ ଜାଣିଛ। ଆସନ୍ତୁ ଆମେ ପଢ଼ିବା। ଅର୍ଥାତ୍ ସେ ସତ୍ୟମୟ ଆତ୍ମାଙ୍କୁ ଦେବେ, ଜଗତ ତାହାଙ୍କୁ ଗ୍ରହଣ କରିପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ। ତୁମେମାନେ ତାହାଙ୍କୁ ଜାଣ, କାରଣ ସେ ତୁମାନଙ୍କ ସଙ୍ଗରେ ଥାନ୍ତି, ପୁଣି ସେ ତୁମାନଙ୍କ ଅନ୍ତରରେ ରହିବେ। ଯେଉଁ ଆତ୍ମା ବିଷୟରେ ଯୀଶୁ ଜଗତରେ ଥିବା ସମୟରେ କହିଥିଲେ, ସେହି ଆତ୍ମା ବିଷୟରେ ଅନେକ ଲୋକ ଏବେ ବି ଜାଣନ୍ତି ନାହିଁ। ପବିତ୍ର ଆତ୍ମା କହିଲେ ଥଟ୍ଟା ପରିହାସ କରନ୍ତି, ମଜାକ କରନ୍ତି। ପବିତ୍ର ଆତ୍ମାଙ୍କ ଦାନ ବିଷୟରେ ଶୁଣିଲେ ଅନେକ ଲୋକ ଚିଡ଼ି ପଡ଼ନ୍ତି। କିନ୍ତୁ ମନେ ରଖନ୍ତୁ, ଆମେ ବର୍ତ୍ତମାନ ପବିତ୍ର ଆତ୍ମାଙ୍କ ଯୁଗରେ ଅଛୁ, ପବିତ୍ର ଆତ୍ମାଙ୍କର ସାନ୍ନିଧ୍ୟରେ ଅଛୁ। ଯେହେତୁ ବର୍ତ୍ତମାନ ଯୀଶୁ ନାହାନ୍ତି, ପରମେଶ୍ୱର ନାହାନ୍ତି, ଆମେ ଯେତେବେଳେ ପବିତ୍ର ଆତ୍ମାଙ୍କୁ ପାଉ, ସେ ଆମମାନଙ୍କୁ ଯୀଶୁଙ୍କ ସହିତ ବା ପରମେଶ୍ୱରଙ୍କ ସହିତ ମିଳନ କରାନ୍ତି, ପରିଚୟ ଦିଅନ୍ତି। କିନ୍ତୁ ଆମେ ପ୍ରଥମେ ପବିତ୍ର ଆତ୍ମାଙ୍କୁ ପାଇବାକୁ ହେବ। ପ୍ରିୟ ବନ୍ଧୁଗଣ, ଯୀଶୁ ସେ ଜଗତରେ ଥିବା ସମୟରେ ସେ ଅନେକ ଥର କହିଛନ୍ତି। ପୁଣି ପ୍ରେତ ପୁସ୍ତକ 1:4 ପଦ ଯଦି ଆମେ ପଢ଼ିବା, ଥରେ ସେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, ତୁମେମାନେ ଜେରୁସାଲେମରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋ ଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ। ଯୀଶୁ ସେ ଏହି ସମସ୍ତ ବିଷୟ ଶିଷ୍ୟମାନଙ୍କୁ କହିଲେ, ଜେରୁସାଲେମରୁ ଯିବ ନାହିଁ, ଜେରୁସାଲେମରୁ ପ୍ରସ୍ଥାନ କରିବ ନାହିଁ। ଯେମିତି ଏବେ ମାଛ ଧରିବାକୁ ଯାଇଥିଲ, ସେମିତି ଆଉ ଯିବ ନାହିଁ। ମୁଁ ଗଲା ପରେ ତୁମାନଙ୍କ ପାଇଁ ସେହି ସାହାଯ୍ୟକାରୀ ପବିତ୍ର ଆତ୍ମାଙ୍କୁ ପଠେଇବି। ପ୍ରିୟ ବନ୍ଧୁଗଣ, ଯୀଶୁ ପୁଣି କହିଲେ 5 ପଦରେ, କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ। ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଦରକାର। ଯେଉଁମାନେ ଜଳରେ ବାପ୍ତିସ୍ମ ନିଅନ୍ତି, ତାହା ସ୍ୱର୍ଗ ରାଜ୍ୟର ଦୀକ୍ଷା ଅଟେ ବା ମଣ୍ଡଳୀର ସମ୍ପୃକ୍ତ ପାଇ
ତାଲିକାଭୁକ୍ତ ପାଇଁ ଅଟେ। କିନ୍ତୁ ଆତ୍ମାର ବାପ୍ତିସ୍ମ ହେଉଛି ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିବାର ଏକ ଚାବିକାଠି। ଆମେ ଯଦି ଆତ୍ମାରେ ବାପ୍ତିସ୍ମ ନ ହେବା ତେବେ ଆମେ ସ୍ୱର୍ଗ ରାଜ୍ୟକୁ ଯାଇପାରିବା ନାହିଁ, ଯାହା ମୁଁ ଶେଷରେ କହିବି। ଯୀଶୁ ପୁନର୍ବାର ସେ 8 ପଦରେ କହିଲେ, କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଜେରୁସଲାମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ପ୍ରଥମେ କହିଲେ ଅପେକ୍ଷା କର, ପୁଣି ଅପେକ୍ଷା କଲା ପରେ ତୁମେ ପବିତ୍ର ଆତ୍ମାଙ୍କୁ ପାଇବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୀଶୁ ତ କହିକି ଗଲେ 40 ଦିନରେ, କିନ୍ତୁ ଆମେ ଦେଖୁଛୁ ପବିତ୍ର ଆତ୍ମା ଆସିବା ଦିନ ହେଉଛି 50ତମ ଦିନ, ଯାହାକୁ ପେଣ୍ଟିକସ୍ ଦିବସ ବୋଲି କୁହାଯାଏ। 50ତମ ଦିନ। 10 ଦିନ ବିଳମ୍ବ କଲେ କାହିଁକି? 10 ଦିନ ପରେ ପବିତ୍ର ଆତ୍ମା ଆସିଲା କାହିଁକି? ସାଙ୍ଗେ ସାଙ୍ଗେ ନ ଆସିଲା କାହିଁକି? ଯେହେତୁ ପବିତ୍ର ଆତ୍ମା ଆଜି ପାଇବାକୁ ହେଲେ ଏଥିରୁ ଆମେ ଅନୁମାନ କରିବା ଆମମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଯେହେତୁ ମୁଁ ଶୁଣିଛି ଦିନାକରନ ଯେ କି ପବିତ୍ର ଆତ୍ମାଙ୍କୁ ପାଇବାକୁ 7 ବର୍ଷ ପ୍ରାର୍ଥନା କଲେ ବୋଲି କୁହାଯାଏ। ମନେ ରଖନ୍ତୁ, 7 ବର୍ଷ ପବିତ୍ର ଆତ୍ମାଙ୍କର ଦାନ ପାଇବାକୁ ସେ 7 ବର୍ଷ ପ୍ରାର୍ଥନା କରୁଛନ୍ତି। ଯେହେତୁ କେତେବେଳେ ପବିତ୍ର ଆତ୍ମା ଆସେ? ଯେତେବେଳେ ଆମେ ନିଜକୁ ଅନୁତାପ କରିବା, ନିଜକୁ ଆମେ ଖେଦ କ୍ରନ୍ଦନ କରିବା, ପ୍ରଭୁଙ୍କ ଠାରେ ସମର୍ପିତ ହେବା, ପାପକୁ ଆମେ ପରିତ୍ୟାଗ କରିବା। ମନେ ରଖନ୍ତୁ, ପବିତ୍ର ଆତ୍ମା ଆମେ କେମିତି ପାଇବା? ପବିତ୍ର ଆତ୍ମା ନିହାତି ଦରକାର, ନଚେତ୍ ଆମ ଜୀବନ କୌଣସି ପ୍ରକାର ସୁରକ୍ଷିତ ନୁହେଁ। ଆମେ ଉଦ୍ଧାର ପାଇପାରିବା ନାହିଁ। ପବିତ୍ର ଆତ୍ମା ନଥିଲେ ଆମେ ଜିରୋ ଅଟୁ। କିନ୍ତୁ ଯେତେବେଳେ ପବିତ୍ର ଆତ୍ମା ଆସିବ ସେତେବେଳେ ଆମେ ରକ୍ଷା ପାଇବା, ସେତେବେଳେ ଆମେ ଉଦ୍ଧାର ପାଇବା, ଆମେ ସ୍ୱର୍ଗ ପାଇଁ ମୁଦ୍ରାଙ୍କିତ ହେବା। ପବିତ୍ର ଆତ୍ମା ମୁଦ୍ରାଙ୍କିତ କରନ୍ତି, ମନେ ରଖନ୍ତୁ। ପବିତ୍ର ଆତ୍ମା ଆମକୁ ସିଲ୍ କରନ୍ତି ସ୍ୱର୍ଗ ରାଜ୍ୟ ପାଇଁ ସିଲେକ୍ଟେଡ୍ ବୋଲିକିରି। ଯଦି ପବିତ୍ର ଆତ୍ମା ପାଉନାହୁଁ ତେବେ ଆମ ଜୀବନରେ କିଛି ହିଁ ନୁହେଁ। ଯାହା ବି ହଉ, ଆମେ ପାଳକ ହଉ, ପ୍ରଚାରକ ହଉ, ଆମେ 100 ବର୍ଷର ଖ୍ରୀଷ୍ଟିଆନ ହଉ, କିନ୍ତୁ ପବିତ୍ର ଆତ୍ମା ଆମମାନଙ୍କୁ ଦରକାର। ପବିତ୍ର ଆତ୍ମା ଆସିଲେ ଆମ ଜୀବନରେ ଏକ ନୂଆ ସ୍ୱଭାବ ଆସେ। ପବିତ୍ର ଆତ୍ମା ଆସିଲେ ନୂଆ ଜନ୍ମ ହୁଏ। ଆଜି ଆମେ ଦେଖୁଛୁ କେମିତି ପାଇବାକୁ ହବ। ପିତର ସେ ଠିଆ ହେଇ କହୁଛନ୍ତି, ମୁଁ ଗତ ବାକ୍ୟରେ କହିଥିଲି, ପିତର ହେଉଛନ୍ତି ପ୍ରଥମ ପାଳକ, ଯେ କି ସେ ପ୍ରଚାର କଲେ, ଥରେ ପ୍ରଚାର କଲେ, ହଜାର ହଜାର ଲୋକ ପ୍ରଭୁଙ୍କ ନିକଟକୁ ଆସୁଥିଲେ। ସେ କହୁଛନ୍ତି ସେଇ ପ୍ରେରିତ 2:38 ପଦରେ, ତେଣୁ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅନ୍ତୁ, ତାହେଲେ ଆପଣମାନେ ପବିତ୍ର ଆତ୍ମାର ଦାନ ପ୍ରାପ୍ତ ହେବେ। ଦେଖନ୍ତୁ ପ୍ରିୟ ଲୋକମାନେ, କେମିତି ପବିତ୍ର ଆତ୍ମା ପ୍ରାପ୍ତ ହୁଏ? ଯେତେବେଳେ ଆମେ ପାପ କ୍ଷମା ପାଏ ମନ ପରିବର୍ତ୍ତନ କରିବା, ଅନୁତାପ କରିବା ଆଉ ଯୀଶୁଙ୍କ ନାମରେ ବାପ୍ତିଜିତ ହେବା। ଅନେକ ଲୋକ ଆଜି ବାପ୍ତିଜିତ ହେବା ପାଇଁ ମନା କରନ୍ତି, ଯୀଶୁଙ୍କ କଥା ମାନିବାକୁ ମନା କରନ୍ତି, ଯୀଶୁ ନିଜେ କହିଥିବା କଥାକୁ ଆମେ ଅନୁସରଣ କରିବା ପାଇଁ ମନା କରନ୍ତି। ତେବେ କେମିତି ଯୀଶୁଙ୍କୁ ପ୍ରାର୍ଥନା କରନ୍ତି ମୁଁ ବି ଜାଣେ ନାହିଁ। ଯଦି ଜଣେ ବ୍ୟକ୍ତି କହନ୍ତି ତା କଥା ଯଦି ଆମେ ଶୁଣିବା ନାହିଁ, ତାକୁ ପୁଣି ସେ କଥା କହିଲେ ଶୁଣିବେ କି? ନିଜେ ସେ ବାପ୍ତିଜିତ ହେଲେ ପୁଣି କହିଲେ ଏପରି କର। କିନ୍ତୁ ଅନେକ ଲୋକ ପ୍ରଭୁଙ୍କ କଥାକୁ ଶୁଣନ୍ତି ନାହିଁ। ବାପ୍ତିଜିତ ହେଲା ପରେ, ପାପ କ୍ଷମା ହେଲା ପରେ ଆପଣମାନେ ପବିତ୍ର ଆତ୍ମାଙ୍କ ଦାନ ପାଇବେ। ଏହା କୌଣସି ସୁବିଧା କାର୍ଯ୍ୟ ନୁହେଁ ବା ଅସୁବିଧା ବି ନୁହେଁ। ଯଦି ଆପଣମାନେ ବୁଝିଯିବେ, ଯଦି ଆପଣମାନେ ପବିତ୍ର ଆତ୍ମାଙ୍କ ଦାନକୁ ପାଇବାକୁ ଚାହିଁବେ, ତେବେ ନିହାତି ପ୍ରଭୁଙ୍କ କଥାକୁ ମାନିବେ। ପିତର ସେଇ କଥା କହୁଛନ୍ତି। ଯେଉଁ ଲୋକମାନେ ଆଶ୍ଚର୍ଯ୍ୟ ହେଇକରି କହୁଛନ୍ତି ଏମାନେ ମାତାଲ, ଏମାନେ କ'ଣ ହଉଛନ୍ତି, ପାଗଳ ହେଇଛନ୍ତି, ସେମାନେ କହୁଛନ୍ତି ଆମେ ପାଗଳ ନୁହଁ, ଆମେ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିପୂର୍ଣ୍ଣ, ପବିତ୍ର ଆତ୍ମାଙ୍କ ଶକ୍ତିରେ ଆମେ ଚାଳିତ ହେଉଛୁ। ଯଦି ଆପଣମାନେ ବି ଏହି ଶକ୍ତିକୁ ପାଇବାକୁ ଚାହୁଁଛନ୍ତି, ପାପକୁ ସ୍ୱୀକାର କରନ୍ତୁ, ପାପ ଛାଡ଼ନ୍ତୁ, ମନ ପରିବର୍ତ୍ତନ କରନ୍ତୁ, ତେବେ ଯାଇ ଏହି ଆତ୍ମା ଆପଣମାନେ ପାଇପାରିବେ। ପ୍ରେରିତ 10 ପର୍ବରେ ଆମେ ଏକ ବିଶିଷ୍ଟ ବ୍ୟକ୍ତିଙ୍କର କଥା ଜାଣିଛେ, ଯାହାର ନାମ କର୍ଣ୍ଣିଲିୟ, ଯିଏକି ଜଣେ ଭକ୍ତ ଲୋକ ଥିଲେ, ଈଶ୍ୱରଙ୍କୁ ଭୟ କରୁଥିଲେ। କିନ୍ତୁ ତାଙ୍କୁ ଯେ ପବିତ୍ର ଆତ୍ମାଙ୍କର ଆବଶ୍ୟକତା ନିହାତି ଦରକାର ଥିଲା। ପବିତ୍ର ଆତ୍ମା ବିନୁ ଯେ ସେ
ସ୍ୱର୍ଗରାଜ ଯାଇପାରିବେ ନାହିଁ। ଯଦି ସେ ପ୍ରାର୍ଥନା କରୁଥିଲେ, ଭୟ କରୁଥିଲେ, ଦାନ ଦେଉଥିଲେ, କିନ୍ତୁ ତାଙ୍କୁ ପବିତ୍ର ଆତ୍ମାଙ୍କର ଆବଶ୍ୟକତା ମନେକରି ପରମେଶ୍ୱର ତାଙ୍କୁ ଦର୍ଶନ ଦେଲେ। ତାଙ୍କୁ କହିଲେ ତୁମେ ପିତରଙ୍କୁ ଡାକି ଆଣ, ସେ ତୁମ ପାଇଁ ପ୍ରାର୍ଥନା କରିବେ, ଆଉ ତୁମେ ପବିତ୍ର ଆତ୍ମାଙ୍କ ଦାନ ପାଇବ। ଆଜ୍ଞା, ଇଏ ଲୋକ ତ ଭଲ କାମ କରୁଛି, ଦାନ ଦେଉଛି, ଦକ୍ଷିଣା ଦେଉଛି, ଭୟ କରୁଛି, ପୁଣି ପବିତ୍ର ଆତ୍ମାଙ୍କର କ'ଣ ଦରକାର ଥିଲା? ପବିତ୍ର ଆତ୍ମା ହେଉଛି ଫାଇନାଲ, ଶେଷ ସିଦ୍ଧାନ୍ତ ହେଉଛି ପବିତ୍ର ଆତ୍ମା। ଯେଉଁମାନେ ଆମେ ତାଙ୍କୁ ଗ୍ରହଣ କରିଛେ, ଆମେ ବାସ୍ତବରେ ଆମେ ଧନ୍ୟ। କାରଣ ସମୟ ଅତି କମ୍। ପ୍ରିୟ ଲୋକମାନେ, ପବିତ୍ର ଆତ୍ମାକୁ ପାଇବାକୁ ଆମେ ଚେଷ୍ଟା କରିବା। ଯୀଶୁ ଯାଉ ଯାଉ କହିଲେ, ପ୍ରଶ୍ୱାସ ଛାଡ଼ି କହିଲେ, ପବିତ୍ର ଆତ୍ମାକୁ ପାଅ। ଶେଷ ସମୟରେ ସେ କହୁଛନ୍ତି, ପବିତ୍ର ଆତ୍ମା ବିନୁ ତମେ କିଛି କରିପାରିବ ନାହିଁ। ପବିତ୍ର ଆତ୍ମାଙ୍କୁ ନିହାତି ପାଇବାକୁ ହେବ। ଏହିପରି ଅବସ୍ଥାରେ ପିତର ଆସିଲା ପରେ ଆମେ ଦେଖୁଛୁ, ଆପଣମାନେ ପଢ଼ନ୍ତୁ, ମୁଁ କହୁନି, ଯେ 10 ପର୍ବରେ ପବିତ୍ର ଆତ୍ମା ଆସି ପିତରଙ୍କର ପ୍ରାର୍ଥନା କରିବା ସ୍ଥାନରେ ପହଞ୍ଚିଛି। ଅନେକ ଲୋକ ବିଭିନ୍ନ ଭାଷାରେ, ପରଭାଷାରେ ପ୍ରାର୍ଥନା କରୁଛନ୍ତି। ମୁଁ ତ ସବୁ କହିବିନି, କିନ୍ତୁ ପୂର୍ବରେ ମୁଁ କହିଛି ପବିତ୍ର ଆତ୍ମାଙ୍କର ଦାନ ମଧ୍ୟରୁ ପରଭାଷା ଅନ୍ୟତମ। ପବିତ୍ର ଆତ୍ମାଙ୍କୁ ଆମେ ଜାଣିବା କିପରି? ପରଭାଷା କହିଲେ ନୁହଁ, ପବିତ୍ର ଆତ୍ମାଙ୍କର କର୍ମ ରହିଛି। ପ୍ରିୟ ଲୋକମାନେ, ଯେଉଁମାନେ ପବିତ୍ର ଆତ୍ମା ପାଇଛନ୍ତି, ଅନୁଚିତ କର୍ମ କରିବେ ନାହିଁ, ଓସାର କଥା କହିବେ ନାହିଁ। ସେମାନଙ୍କର କଥାବାର୍ତ୍ତା ଦେଖିଲେ ଜଣାପଡ଼ିବ ଯେ ବାସ୍ତବରେ ଏମାନେ ଆତ୍ମିକ ଲୋକ। ଆତ୍ମା ଥିଲେ ଆତ୍ମିକ ହୋଇଥାଏ। ପବିତ୍ର ଆତ୍ମା ଅନେକ ସମୟରେ ଆମମାନଙ୍କୁ ଶିକ୍ଷା, ଚେତନା, ପ୍ରେରଣା ଦେଇଥାଏ, ବାସ୍ତବରେ ଆମମାନଙ୍କୁ ଚଳାଇଥାଏ। କିନ୍ତୁ ଅନେକ ସମୟରେ ପବିତ୍ର ଆତ୍ମାଙ୍କୁ ଆମେ ଚିହ୍ନି ପାରିନଥାଉ। ଆଉ ଏପରି ପବିତ୍ର ଆତ୍ମା ବି ଆଜିକାଲି ଲୋକମାନଙ୍କ ମଧ୍ୟରେ ଅଛନ୍ତି, ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜି ଶକ୍ତିର କାର୍ଯ୍ୟ ହେଉଛି। କିନ୍ତୁ ମନେ ରଖନ୍ତୁ, ଡୁପ୍ଲିକେଟ୍ ପବିତ୍ର ଆତ୍ମା ମଧ୍ୟ ଅଛନ୍ତି, ଯେଉଁମାନେ ପବିତ୍ର ଆତ୍ମା ପାଇଛୁ ବୋଲି ଭାଷା ବି କହନ୍ତି, କିନ୍ତୁ ସେମାନଙ୍କର କର୍ମ ସେମିତି ନଥାଏ, କର୍ମ ସବୁ ଅଲଗା ଥାଏ। ତେଣୁ ପବିତ୍ର ଆତ୍ମାଙ୍କୁ ଆମେ ପାଇବାକୁ ହେଲେ ବାସ୍ତବରେ ନିଜକୁ ପାପ ଶୂନ୍ୟ କରିବାକୁ ହେବ, ନିଜକୁ ପାପରୁ ପୃଥକ ରଖିବାକୁ ହେବ। ସମୟ ଅତି କମ୍। ପ୍ରିୟ ଲୋକମାନେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କରନ୍ତୁ। ଯେଉଁମାନେ ଆଜି ପ୍ରଭୁଙ୍କଠାରୁ ଦୂରରେ ଅଛନ୍ତି, ଆତ୍ମା ନିକଟକୁ ଆସନ୍ତୁ। ଏ ସପ୍ତାହ ମଧ୍ୟରେ ହେଲେ ଆମେ ଯଦି ପାଇବା, ତେବେ ଆମ ଜୀବନ ରକ୍ଷା ପାଇବ। ଯଦି ଆମେ ପବିତ୍ର ଆତ୍ମାଙ୍କୁ ପାଇବା ନାହିଁ, ବାଇବେଲ କହୁଛି ଆମେ ତାଙ୍କରି ଲୋକ ନୁହଁ, ତାଙ୍କରି ସନ୍ତାନ ନୁହଁ। ଆଉ ପବିତ୍ର ଆତ୍ମା ହିଁ ଆମମାନଙ୍କୁ ଶେଷ ଦିନରେ ଉତ୍ଥାପନ କରିବ, ଏହା ମଧ୍ୟ ବାଇବେଲ ପ୍ରକାଶ କରୁଛି। ଆମେ ଯଦି ପଢ଼ିବା ରୋମିଓ ପୁସ୍ତକ 8:11 ପଦ, ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମମାନଙ୍କଠାରେ ବାସ କରୁଥିବା ଆପଣ ଆତ୍ମାଙ୍କ ଦ୍ୱାରା ତୁମମାନଙ୍କ ମର୍ତ୍ତ ଶରୀରକୁ ମଧ୍ୟ ଜୀବିତ କରିବେ। ମନେ ରଖନ୍ତୁ, ଯଦି ଆପଣମାନେ ଆତ୍ମା ପାଇଛନ୍ତି, ଆପଣମାନଙ୍କୁ ସେ ଆତ୍ମା ମୃତ୍ୟୁରୁ ଉଠାଇବେ। ଯଦି ଆପଣମାନେ ଆତ୍ମାରେ ଜୀବିତ ଅଛନ୍ତି, ସେ ତୁରୀର ଶବ୍ଦ ଶୁଣିବେ ଆଉ ମଧ୍ୟ ଆକାଶକୁ ନୀତ ହେବେ। ପ୍ରିୟ ଲୋକମାନେ, ଆତ୍ମା ଯଦି ନାହିଁ, ଆପଣମାନେ ତୁରୀର ଶବ୍ଦ ଶୁଣିପାରିବେ ନାହିଁ। ଆପଣମାନେ ତୁରୀର ଶବ୍ଦ ଶୁଣିଲେ ମଧ୍ୟ ବୁଝିପାରିବେ ନାହିଁ, ଯେହେତୁ ଆତ୍ମିକ କାନ ଯେଉଁମାନଙ୍କର ଥିବ, ଯେଉଁମାନେ ଆତ୍ମିକ କାନ ବନେଇଥିବେ, ସେମାନେ ହିଁ ତୁରୀର ଶବ୍ଦ ଶୁଣିବେ। ଏଥିପାଇଁ ଯଦି ଆମେ ଅନେକ ଦିନର ଖ୍ରୀଷ୍ଟିଆନ, ଯଦି ସ୍ୱର୍ଗ ଯିବା ପାଇଁ ଆମେ ଚାହୁଁଛେ, ଆଶା କରୁଛେ, ତେବେ ଆତ୍ମା ପାଇବା ଦରକାର। ଆତ୍ମା ଅତି ଆବଶ୍ୟକତା ଅଟେ, ଯେହେତୁ ଆତ୍ମା ହେଉଛନ୍ତି ସର୍ବଶ୍ରେଷ୍ଠ ଆଉ ଶେଷ ବ୍ୟକ୍ତି ବିଶେଷ, ଯାହାଙ୍କ ଦ୍ୱାରା ଆମେ ଆମ ଜୀବନକୁ ରକ୍ଷା କରିପାରିବା। ପ୍ରଭୁ ଏ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆମେନ୍।